ଆପଣ କେତେ କେଜି 70 କେଜି ନା 80 କେଜି ନା 50 କେଜି ଆପଣ ଯେତେ କେଜି ହୁଅନ୍ତୁ ମୋ ଗୋଟେ କଥା ଶୁଣନ୍ତୁ। ଗୋଟିଏ ମାଲିକ ଘରେ କାମବାଲିଟି ଥାଏ କିନ୍ତୁ ବହୁତ ଜ୍ଞାନୀ। ପରିସ୍ଥିତିରେ ପଡ଼ି ତ ସେ କାମ କରିଥାଏ, କିନ୍ତୁ ମାଲିକ ସବୁଦିନ ଅଫିସକି ଯାଇ ବାହାରେ ଚପଲ ଥୋଇକି ଆସନ୍ତି, କାରଣ ବାବୁଘର କଥା ବହୁତ ଚପଲ ଅଛି ବାହାରେ ଥୋଇକି ଆସନ୍ତି। କିନ୍ତୁ କାମବାଲି ବାଇ ସବୁଦିନ ଚପଲକୁ ଧୋଇ ଧାଇକି ଆଣି ପୁଣି ଘର ଭିତରେ ରଖନ୍ତି। ମାଲିକ ଦେଖନ୍ତିନି, କାରଣ ମାଲିକ ତ ଥୋଇ ଦେଇ ପଳେଇ ଆସନ୍ତି। ଏମିତି ଦିନେ ତାଙ୍କ ହାବୁଡ଼ରେ ପଡ଼ିଗଲା। ପାଟି କଲେ, ଆରେ କ'ଣ ପାଇଁ ଚପଲକୁ ଘରେ ରଖିଲୁ? ନା ବାବୁ, ମୁଁ ତ ସବୁଦିନ ରଖେ। ନା ସବୁଦିନ ତୁ ରଖୁ, ମୁଁ ତ ସବୁଦିନ ଦେଖି ବାରନ ମୁଁ ସକାଳୁ ପୁଣି ଆସି ଥୋଇ ଦେଇଥାଏ। ନା କାହିଁକି ଚପଲ ବାହାରେ ଘର ଭିତରେ ପୁରଉ? ବାହାରେ ଚପଲ ବାହାରେ ରଖନ୍ତୁ। ନା ବାବୁ, ଗୋଟେ କଥା କହିବି। ନା କ'ଣ କଥା କହିବୁ? ନା ଆପଣ ରାଗୁଛନ୍ତି? ନା ନାଇଁ ରାଗିବିନି, କହ। ନା ଆପଣଙ୍କର ଓଜନ କେତେ? ସତରେ ବାବୁ ରାଗିଗଲେ। ତୋର ଏତେ ସାହସ, ମୋର ଓଜନ କେତେ ତୁ ପଚାରିବୁ? ନା ନାଇଁ ଯେ, ଆପଣ କେତେ କେଜି? ନା ହଁ 80 କେଜି। ନା ଆପଣ କହିଲେ ଚପଲଟାର ଦାମ କେତେ? 100 ଟଙ୍କା ଖଣ୍ଡେ ନେଇଥିବ। ନା ବାସ୍, ଆପଣଙ୍କର 80 କେଜି ଓଜନକୁ ଗୋଟିଏ ଚପଲ ସମ୍ଭାଳିଛି। ନା କ'ଣ ବେଶୀ ବଡ଼ ବଡ଼ କଥା କହୁଛୁ? ନା ଆପଣଙ୍କର ପାଦକୁ ଯିଏ ସୁରକ୍ଷିତ ଦେଇ ନିଜେ କଣ୍ଟାରେ ଫୁଟି ଆପଣଙ୍କ ପାଦକୁ ସୁରକ୍ଷିତ ରଖିଛି, ମୁଁ ତାକୁ ଟିକେ ଧୋଇଦେଲି ବୋଲି ଆପଣ ଏତେ ରାଗି ଯାଉଛନ୍ତି? ଆପଣ ଚିନ୍ତା କରନ୍ତୁ, ଆପଣଙ୍କ ପାଦକୁ ଆପଣ କେତେ ସାବୁନ ମାରି ସଫା କରୁଛନ୍ତି, ଆଉ ଯିଏ ଆପଣଙ୍କ ପାଦକୁ ସୁରକ୍ଷିତ ଦେଇଛି ତାକୁ ଟିକେ ଧୋଇଦେଲି ବୋଲି